ଜାନୁଆରୀ ମାସ 14 ତାରିଖ ବୁଧବାର ଅର୍ଥାତ୍ ଆଜିର ପାଣିପାଗ ଅପଡେଟ୍। ଖସିଲା ପାରଦ ଅସହ୍ୟ ଜାଡ଼ରେ କଲବଲ ରାଜ୍ୟବାସୀ। 18 ତାରିଖ ଯାଏଁ ଜାରି ରହିବ ଶୀତ ପ୍ରକୋପ। ଆକାଶରୁ ମେଘ ହଟିବା ପରେ ରାଜ୍ୟରେ ପୁଣି ରାତି ତାପମାତ୍ରା କମିଛି। ପାଣିପାଗ ଆକଳନ କରୁଛି ପାରଦ ଆହୁରି ଖସିବ। ପବିତ୍ର ମକର ସଂକ୍ରାନ୍ତିରେ 14 ତାରିଖ ଅର୍ଥାତ୍ ଆଜି ଥଣ୍ଡା ପ୍ରକୋପ ସାଂଘାତିକ ରହିବ। ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିବ। ତାପରେ କ୍ରମଶଃ ଶୀତ କମି ତାପମାତ୍ରା ବଢ଼ିପାରେ। ବିଶେଷଜ୍ଞଙ୍କ କହିବା ଅନୁସାରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ପବନ ପ୍ରଭାବିତ ହେଉଥିବା ବେଳେ ମଧ୍ୟ ଭାରତ ଉପରେ ଗୁରୁଚାପ ବଳୟ ରହିଛି। ଏହା ପ୍ରଭାବରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇପାରେ। ପାରଦ ପ୍ରାୟ 3ରୁ 4 ଡିଗ୍ରୀ କମିପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ ହେଲା ବର୍ତ୍ତମାନ ତାପମାତ୍ରାରେ 4ରୁ 5 ଦିନ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ସେହିପରି 14 ତାରିଖ ଅର୍ଥାତ୍ ଆଜି ସକାଳଠାରୁ 15 ତାରିଖ ସକାଳ ସୁଦ୍ଧା ବିଶେଷ କରି ଭୋରୁ କିମ୍ବା ସକାଳ ସମୟରେ 11 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ। ସେହି ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ୱର, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ପୁରୀ ଓ କୋରାପୁଟ। ଅନୁରୂପ ଭାବେ 15 ତାରିଖ ସକାଳଠାରୁ 16 ତାରିଖ ସକାଳ ସୁଦ୍ଧା ବିଶେଷ କରି ଭୋରୁ କିମ୍ବା ସକାଳ ସମୟରେ 7 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ। ସେହି ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ୱର ଓ ସୁନ୍ଦରଗଡ଼। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ରୁ ଏହି ସୂଚନା ମିଳିଛି।